ଦେଖନ୍ତୁ ଗତକାଲି ଯେତେବେଳେ ଆମର ପୋଲିସ ଟିମ୍ ପେଟ୍ରୋଲିଂ କରୁଥିଲେ ଠିକ ଅର୍ଲି ମର୍ଣ୍ଣିଂ 4:30 ସମୟରେ ଆମର ପେଟ୍ରୋଲିଂ ଗାଡି ଖ୍ରୀଷ୍ଟିଆନପେଟାରୁ ଯେତେବେଳେ ଆମର ଜୟପୁର ମେନ୍ ଟ୍ରାଫିକ ସହିତ ଆସିଥିଲା ସେଇ ସମୟରେ ଆମର ଭିଡି କଲେଜ ଗଭର୍ଣ୍ଣମେଣ୍ଟ ବସ୍ ଷ୍ଟାଣ୍ଡ ମଝିରେ ଏନ୍ଏଚ୍ ପାଖରେ ଗୋଟେ ପିଲା ଗୋଟେ ଏୟାର ବ୍ୟାଗ ଧରି ଠିଆ ହେଇଥିଲା। ଯେତେବେଳେ ପୋଲିସ ଗାଡି ଦେଖିଲା ସେ ପିଲା ଟିକେ ସାଇଡ ହେଇଗଲା। ତାକୁ ଡାଉଟ ହେଇଥିଲା କଣ ପାଇଁ ସେ ପିଲା ପଳେଇଲା ବୋଲି। ତା ପାଖକୁ ଗଲାବେଳେ ସେ ପିଲା ଦୌଡ଼ିବାକୁ ଚେଷ୍ଟା କରୁଥିଲା। ଆମ ପୋଲିସ ଟିମ୍ ତାକୁ ଡିଟେନ୍ କରିଥିଲେ ଏବଂ ଯେତେବେଳେ ତାର ଆମେ ବ୍ୟାଗ ସର୍ଚ୍ଚ କରିଥିଲୁ ତା ବ୍ୟାଗରୁ ଗଞ୍ଜେଇ ବାହାରିଥିଲା 6 କେଜି 200 ଗ୍ରାମ ଏବଂ ଲିକ୍ୱିଡ ଗଞ୍ଜେଇ 1 କେଜି 20 ଗ୍ରାମ ତାର ବ୍ୟାଗରୁ ସିଜ୍ କରାଯାଇଥିଲା ଏବଂ ଆମର ଯାହା ଏନଡିପିଏସ୍ ଅଛି ଯୋଉ ଅନୁସାରେ ଆମେ ସିଜ୍ କରିଥିଲେ। ସେ ଯୋଉ ଲିକ୍ୱିଡ ଗଞ୍ଜେଇ ଆମେ 1 କେଜି 20 ଗ୍ରାମ ଧରିଛୁ ତାର ଆନୁମାନିକ ମୂଲ୍ୟ 14 ଲକ୍ଷ ଟଙ୍କା ଅଛି ଏବଂ ଲୋକମାନେ ଯୋଉ ମାଫିଆ ମାନେ ଏଇଟା ଗୋଟେ ଇଜି ଉପାୟ ଚଲେଇଥାନ୍ତି ଯେମିତି କିଭଳି ଭାବରେ ମାନେ କମ ସ୍ପେସ ରେ ଏମାନେ ଏଟା ଚାଲାଣ କରିପାରିବେ ସେମାନଙ୍କ ନୂଆ ତରିକା ଯାହାକି ଆମେ ଜୟପୁର ପୋଲିସ ଆମେ ଏହାକୁ ଡିଟେକ୍ଟ କରି ଯେହେତୁ କେସ୍ ଆମର ଗୋଟେ ଇନଭେଷ୍ଟିଗେସନ ଚାଲିଛି ଆମେ ନିଶ୍ଚିତ ଭାବରେ ତାର ବ୍ୟାକୱାର୍ଡ ଲିଙ୍କ ଫରୱାର୍ଡ ଲିଙ୍କ କାଢିବୁ ଏବଂ ତଦନ୍ତ ପରିସର ଅଛି। ତ ଆମର ଜୟପୁର ଟାଉନରେ ଆମର 2ଟି ଗାଡି ରାତିରେ ପେଟ୍ରୋଲିଂ ବୁଲୁଛି ଆମର 100 ଗାଡି ବୁଲୁଛି ଏବଂ ଥାନା ଗାଡି ବୁଲୁଛି ଏବଂ ଯେତେବେଳେ କୌଣସି ବ୍ୟକ୍ତି କିଛି ବି ଅସୁବିଧା ହଉଛି ଆପଣ ମାନେ ଆମ ଡିସିଓ ନମ୍ବର କଲ୍ କରିପାରିବେ। ନାଇଟ୍ ପେଟ୍ରୋଲିଂ ଅଫିସରକୁ ଫୋନ କଲେ ଆମ ଗାଡି ୱିଦିନ୍ ଟାଇମ୍ ଭିତରେ ପହଞ୍ଚିବ।